ओडिशा भली एक छोटिया राज्य ଯେଉଁଠାରେ କ୍ରିକେଟ ଖେଳାଳି ସଂଖ୍ୟା ତ କମ୍, ମାତ୍ର କ୍ରିକେଟ ଖେଳପ୍ରେମୀ ସଂଖ୍ୟା ମାଳ ମାଳ। ଏବଂ ଏହି କ୍ରିକେଟ ଖେଳପ୍ରେମୀ ମାନଙ୍କ ମଧ୍ୟରୁ ଯେଉଁମାନେ ସ୍ୱର୍ଗତ ଶ୍ରୀ ଶ୍ରୀ ବିଜୟ ମାଲ୍ୟାଙ୍କ ଟିମ୍ ଆରସିବିର ଫ୍ୟାନ୍ ହୋଇଥାନ୍ତି, ସେମାନଙ୍କୁ ଏହି ଓଡ଼ିଶା କ୍ରିକେଟ ଫ୍ୟାନ୍ ସମାଜରେ ଘୃଣ୍ୟ ଏବଂ ନିଜ ଆକାରରେ ଦେଖାଯାଇଥାଏ। ପେଲେଇ ପୁଅଙ୍କ ପରି ପ୍ରତ୍ୟେକ ବର୍ଷ ସାହୁ ଭାଉଜଙ୍କ ଆଠଣିକିଆ ଲଲିପପ୍କୁ ଧରି ଇସାଲା କପୁ ଲଲିପପ୍କୁ ଚିଲେଇ ଚିଲେଇ ନିଜର ସୂକ୍ଷ୍ମ ପଛପଟେ ଏକ ଉତ୍ତମ ଧରଣର ବାନ୍ଧନ କିଳାକୁ ଆତ୍ମସମର୍ପିତ କରିଥାନ୍ତି। ଏବଂ ଆଜି ଆମେ ଠିକ୍ ଏଭଳି ଜଣେ ଆରସିବି ଫ୍ୟାନ୍ଙ୍କ ପାଖକୁ ଆସିଛୁ। ତେବେ ସ୍ୱାଗତ କରନ୍ତୁ ଶ୍ରୀମାନ ଚନ୍ଦନ ବାବୁଙ୍କର। ଏମିତି ଇଣ୍ଟ୍ରୋ ଦିଅନ୍ତି ନା ଏମିତି ଇଣ୍ଟ୍ରୋ ଦିଅନ୍ତି ଆମ ପରିଚୟ ତମେ ଏମିତି ଦବ? ଓ ସାର୍ କିଏ କଣ ଏମିତି କଥାବାର୍ତ୍ତା କରୁଛନ୍ତି କି? କଣ ହେଲା କି? କଣ ହେଲା କି? ବେଲେଇବ କହୁଛନ୍ତି? ଆରେ ନାଇଁ ସେ ବେଲେଇବ କହିନି। କଣ ନାଇଁ ମୁଁ ଶୁଣୁଛି, ନିଜେ କାନରେ ଶୁଣୁଛି। ବେଲେଇବ କଣ ନିଶା ମାଳ ଗୋଟେ ଲଳିବ ଫଳିବ କହୁଛି। ଆରେ ସେଇଟା ବେଲେଇବ ନୁହଁ। ଆଉ କଣ ସେଇଟା? ଆରେ ତମ ବୋଉ କଣ ହବ? ପଞ୍ଚେଇ? ଆରେ ସେଇଟା ସେ ପଞ୍ଚେଇବ ବୋଲି କହିଲା ନା ଆଉ। ପଞ୍ଚେଇବ? ହଉ ଷ୍ଟାର୍ଟ। ଆଚ୍ଛା ଚନ୍ଦନ ବାବୁ, ଆଜ୍ଞା ବିନା କୌଣସି ବିଳମ୍ବ ନ କରି ମୁଁ ଆପଣଙ୍କୁ ଡାଇରେକ୍ଟ ମେନ୍ କ୍ୱେଶ୍ଚିନ୍ଟି ପଚାରୁଛି। ପଚାରନ୍ତୁ। ଆପଣ ଆରସିବି ଫ୍ୟାନ୍ କେମିତି ହେଲେ? ଗୁଡ୍ କ୍ୱେଶ୍ଚିନ୍। ମୁଁ ଆରସିବି ଫ୍ୟାନ୍ କେମିତି? ଆଜ୍ଞା। ଆଜ୍ଞା ଇଏ ଆଜିକାଲିକା କଥା, ଆଉ ଇଏ ବହୁତ ଦିନ ଗୁଡାଏ କଥା। ନା ଥରେ ମତେ ଜ୍ୱର ହୋଇଥାଏ, ତ ମୁଁ ଆମ ପାଖ ଡାକ୍ତରଖାନା ଗଲି। ଆଜ୍ଞା ତାପରେ ଡାକ୍ତର ମୋର ବିଭିନ୍ନ ପ୍ରକାର ଚିକିତ୍ସା କଲେ, ଆଜ୍ଞା ବିଭିନ୍ନ ପ୍ରକାର ଟେଷ୍ଟ ବି ମଧ୍ୟ କଲେ। ହୁଁ ତାପରେ ମତେ କହିଲେ, ହୁଁ ବାବୁରେ ହୁଁ ତୋ ଶରୀରରେ ଆରସିବିର ପରିମାଣ କମିଯାଇଛି। କ'ଣ? ଆରସିବିର ପରିମାଣ କମିଯାଇଛି। ଆରସିବି କମି ଯାଇଛି? ହଁ। ଆଜ୍ଞା ତାପରେ ମୁଁ ଭାରି ଚିନ୍ତାରେ ପଡିଗଲି। ହୁଁ ଆରସିବି ପାଇବି କୋଉଠୁ? ହୁଁ ତ ଠିକ ସେଇ ଟାଇମରେ ମୁଁ ବାହାରେ ଦେଖେ ତ ଚାରିଟା ପିଲା ହୁଁ ଗୋଟିଏ ପିଲାକୁ ନିର୍ଧୁମ ଉତ୍ତମ ମଧ୍ୟମ ଦଉଛନ୍ତି, ପିଟୁଛନ୍ତି। ବାଡ଼ଉଛନ୍ତି? ହଁ, ମୁଁ ତାଙ୍କ ପାଖକୁ ଗଲି। ହୁଁ ମୁଁ କହିଲି ପିଲେ ତାକୁ କଣ ବାଡଉଛ? ହୁଁ ସେ ମତେ କହିଲେ ଇଏ ଶଳାଟି ହଉଛି ଆରସିବି ଫ୍ୟାନ୍, ବୁଝିଲେ। ହୁଁ ତାପରେ ମୁଁ ମୋର ମେଡିସିନ ପାଇଗଲି। ଆପଣଙ୍କୁ ସେମାନେ ସେଠି ବାଡ଼େଇଲେ? ନା, ଆଉ ସମର୍ପଣ। ସମର୍ପଣ? ଆପଣ ସମର୍ପଣ କଲେ? ନା, ସେମାନେ କଲେ। କ'ଣ ସମର୍ପଣ କଲେ? କିଳା। ପୀଡ଼ା ସମର୍ପଣ କଲେ? କୋଉଠି? ପଛପଟେ। ଆଚ୍ଛା ଚନ୍ଦନ ବାବୁ, ଆଜ୍ଞା ଡାକ୍ତର ଆପଣଙ୍କର କୋଉଠି ଆରସିବି କମ୍ ଥିଲା ବୋଲି କହିଥିଲେ? ଆଜ୍ଞା ଡାକ୍ତର କହିଲେ କି ଆପଣଙ୍କ ରକ୍ତରେ ଆରସିବିର ପରିମାଣ କମି ଯାଇଛି। ରକ୍ତରେ କମିଛି ବୋଲି କହିଲେ? ହଁ। ଚନ୍ଦନ ବାବୁ, ସେଇଟା କୌଣସି ଆରସିବି ନୁହଁ, ଆଉ ସେଇଟା ଆରବିସି। ଆରବିସି? ଆଜ୍ଞା। ରୟାଲ ବାଙ୍ଗାଲୋର ଚ୍ୟାଲେଞ୍ଜ? କାଇଁ ତ ସେମିତି କିଛି ଟିମ୍ ନାହିଁ ଆମ। ନାଇଁ ଚନ୍ଦନ ବାବୁ, ସେଟା ଆମ ରକ୍ତରେ ଗୋଟେ ଲାଲ ରକ୍ତ କୋଷିକା ବୋଲି ଅଛି, ତାକୁ ଆରବିସି ବୋଲି କୁହାଯାଏ। ସେଟା ଆପଣଙ୍କର କମ୍ ଥିଲା ବୋଲି ଡାକ୍ତର କହିଥିଲେ। ଓହୋ, ଆଚ୍ଛା। ଆଚ୍ଛା ଚନ୍ଦନ ବାବୁ, ଆଜ୍ଞା। ଆପଣଙ୍କ ଦଳ ହାରୁଛି କାହିଁକି? ଆଜ୍ଞା ଦଳ ହାରିବାର ମୁଖ୍ୟ କାରଣ ହଉଛି ପାଣ୍ଡ୍ୟା। ନାଇଁ ଚନ୍ଦନ ବାବୁ, ମୁଁ ଆପଣଙ୍କୁ ଆପଣଙ୍କର ରାଜନୈତିକ ଦଳ କଥା ପଚାରୁନି। ଆଉ ମୁଁ ଆପଣଙ୍କୁ କହୁଛି କି ଆଇପିଏଲରେ ଆପଣଙ୍କର ଆରସିବି ଟିମ୍ଟି କାହିଁକି ଏତେ ବର୍ଷ ଧରି ହାରୁଛି? ଶୁଣିଏ, ଆଜ୍ଞା ଶୁଣିବି। ଆକ୍ଚୁଆଲି ଆଜ୍ଞା କଣ ହଉଛି କି, ଆଜ୍ଞା ଯେତେବେଳେ ଆମ ଟିମ୍ ଫାଇନାଲ କୁ ଯାଏ, ଆଜ୍ଞା ତ ତାପରେ ଆମର ଗୋଟେ ମିଟିଂଟେ ହୁଏ। ମିଟିଂ? ହଁ। କି ମିଟିଂ? କି ମିଟିଂ କି ଆମର ଯୋଉ ଫାଇନାଲ କୁ ଗଲା ପରେ ଆମ ଟିମ୍ ଯେତେବେଳେ ଜିତି ସାରିବ, ତାପରେ କେମିତି କଣ ସେଲିବ୍ରେସନ ହବ, କେତେ କଣ ବାଣ ଆସିବ, କେତେ କଣ ମିଠା ଆସିବ, ଏମିତି ଯାବତୀୟ ଜିନିଷ କେତେ ଆହୁରି କଣ ଅଛି। ଆଜ୍ଞା। ତାପରେ ତାପରେ ଆଉ କଣ? ତାପରେ ତ ଆଜ୍ଞା ଆମେ କିଛି ଜାଣିପାରୁନୁ। ମାନେ ଆମେ ଫାଇନାଲ ଜିତିଛୁ ନା ଆମେ ଜାଣିବୁ? ସେ କପରେ କେତେ ଓଜନ ଆମେ ଜାଣିନଥିବୁ। ସେ କାଳେ ଧରି ପକେଇଲେ ଜୀବନ ବିମାନ ପଳେଇବ। ନହେଲେ ଆମର ସେ କପ୍ ପ୍ରତି ଲୋଭ କିଛି ନାହିଁ। ନହେଲେ କଣ ଅଛି,
କପ୍ ତ ଆମ ହାତର ମଳି। ଚନ୍ଦନ ବାବୁ ଆପଣ ବର୍ତ୍ତମାନ ବାହାନା କରୁଛନ୍ତି। ନା ନା ଆଚ୍ଛା ଚନ୍ଦନ ବାବୁ ସେସବୁ କଥା ଛାଡ଼ନ୍ତୁ। ଛାଡ଼ିଦେଲି। IPL ରେ RCB ଟିମ୍ର ଆପଣଙ୍କର ସବୁଠାରୁ ଫେଭରେଟ୍ ପ୍ଲେୟାର କିଏ? ଆଜ୍ଞା ଫେଭରେଟ ପ୍ଲେୟାର ମୋର ଆଜ୍ଞା ରାହୁଲ ତ୍ରିପାଠୀ। କିଏ? ରାହୁଲ ତ୍ରିପାଠୀ ରାହୁଲ ତ୍ରିପାଠୀ। ଆଜ୍ଞା ଦେଖିନାହାନ୍ତି? ନା ଟିଂ 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 ମାନେ ଟିଂ 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 ଦେଖିନାହାନ୍ତି? ମାନେ କଣ କରୁଛନ୍ତି ଆପଣ? ବ୍ୟାଟିଂ ଷ୍ଟାଇଲ ଟା ତାଙ୍କର। ଆଜ୍ଞା ସିଏ ତ ଏ ବର୍ଷ ଚେନ୍ନାଇ ସୁପର କିଙ୍ଗ ପଟେ ଖେଳୁଛନ୍ତି। କିଏ କହିଲା ସିଏସ୍କେ? ମାନେ ସିଏ CSK ପଟେ ଖେଳୁଛନ୍ତି। ନା ନା ସେ ବା ଆମ ଟୋକା। ଆପଣଙ୍କ ଟୋକାଟା? ହେ ଆରେ ସେ ସିଏସ୍କେ ଜର୍ସି ପିନ୍ଧିଲେ ବି ହୁଁ ଆମ ଟୋକା। ଆପଣଙ୍କୁ ଲାଗୁଛି ସେ ସିଏସ୍କେ ପାଇଁ ଖେଳୁଛି? ଆପଣ ଜଣେ ଚିକଣ ଚାକଣ ଭଦ୍ର ଲୋକଟିଏ, ଆପଣଙ୍କୁ ଲାଗୁଛି ସେ ସିଏସ୍କେ ପାଇଁ ଖେଳୁଛି? ନାଇଁ ଆପଣଙ୍କ କଥା ବି ଠିକ। ଆମ ଟୋକା। ଆଜ୍ଞା ଆମ ଟୋକା ନ ହେଇଥିଲେ ସେ କଣ 30 ବଲରେ 3 ରନ କରିଥାନ୍ତା? ତାକୁ ସେମିତି କୁହା ହେଇଛି ଆଉ। ଆଚ୍ଛା ଚନ୍ଦନ ବାବୁ RCB ଟିମ୍ ପରେ ଆପଣଙ୍କର ଦ୍ୱିତୀୟ ଫେଭରେଟ୍ IPL ଟିମ୍ କିଏ? ସନରାଇଜର୍ସ ହାଇଦ୍ରାବାଦ। ସନରାଇଜର୍ସ ହାଇଦ୍ରାବାଦ। ହଁ କାହିଁକି ଆଜ୍ଞା? ଆଜ୍ଞା ଇଏଡେ ଟିମ୍ ସେ ବାଜିଲେ 300 ନ ବାଜିଲେ 30। ଏବେ ଆଜ୍ଞା ତାକୁ ସପୋର୍ଟ କରୁଛନ୍ତି? ନା ଏଇ 2 ଦିନ ହେଲାଣି ଆଉ କରୁନି। କାହିଁ କରୁନାହାନ୍ତି? ଏବେ ନବରାତ୍ରି ଚାଲିଛି, ରାକ୍ଷସ ମାନଙ୍କ ନବରାତ୍ରିରେ କାମ କଣ? କିଛି କାମ କରିବେନି, ସେଥିପାଇଁ କାମ ଦଉନାହାନ୍ତି, ସେଥିପାଇଁ ସପୋର୍ଟ କରୁନି। ଦେଖିବା ନବରାତ୍ରି ସରିଲେ କରିବା। ଏବେ ଆପଣ କାହାକୁ ତାହେଲେ ସପୋର୍ଟ କରୁଛନ୍ତି? ଏବେ ଫାଷ୍ଟ ତ ବାଙ୍ଗଲୋର RCB, ହୁଁ ତାପରେ ମୁମ୍ବାଇ। ମୁମ୍ବାଇରେ ଆଜ୍ଞା ଆପଣଙ୍କର କଣ ସମ୍ପର୍କ ରହିଲା? ଆଜ୍ଞା ମୁମ୍ବାଇରେ ଆମ ଗୋଟେ ଖାସ ଲୋକ ବି ଖେଳୁଛି, କିଏ ଖେଳୁଛନ୍ତି? ରୋହିତ ଶର୍ମା। ରୋହିତ ଶର୍ମାଙ୍କୁ ଆପଣଙ୍କୁ ଭଲ ଲାଗେ? ହଁ ସେ ଆମ ଖାସ ଲୋକଟା। କାହିଁକି ଭଲ ଲାଗେ ରୋହିତ ଶର୍ମାଙ୍କୁ? ଆଜ୍ଞା ସେ ଆମ କାଟାଗୋରୀ ଲୋକ। ଆପଣଙ୍କ ଜାତିର? ନାଇଁ ନାଇଁ ସିଏ ଆଜ୍ଞା କଣ ଶର୍ମା ତାର ଆମର ସାଥି ସିଏ କି? ନାଇଁ ଆଉ ଆଜ୍ଞା ଏଥିପାଇଁ ଭଲ ଲାଗେ କି ହୁଁ ଟିକେ ହିଂସୁକୁଟିଆ ପ୍ରକୃତିର ହଉଛି। କେମିତି? ହଁ ଦେଖୁନାହାନ୍ତି, ତାକୁ 2 ବର୍ଷ ହେଲାଣି କ୍ୟାପ୍ଟେନ୍ସି ଦଉନାହାନ୍ତି ବୋଲି ସେ ଆଉ ବାଡେଇ ପାରୁନି। ଆପଣଙ୍କୁ ଲାଗୁଛି ତାକୁ କ୍ୟାପ୍ଟେନସିପ ଦଉନାହାନ୍ତି ବୋଲି ସେ ବାଡେଇ ପାରୁନି? ଆଉ କଣ କ୍ୟାପ୍ଟେନ୍ସି ଦଉନାହାନ୍ତି ବୋଲି ବାଡେଇ ପାରୁନାହାନ୍ତି? ସେ 5ଟା ଟ୍ରଫି ଦେଲା ମୁମ୍ବାଇ କି, ହେବି ଆଉ ତମେ କ୍ୟାପ୍ଟେନ୍ସି ନ ଦେଇକି ଏଇ କୋଉ ପାଣ୍ଡିଆ ଦେଇଦବ? ଆପଣଙ୍କର KKR ଟିମ୍ ପ୍ରତି କଣ ମତାମତ ଅଛି? କେକେଆର ଆଜ୍ଞା କେକେଆର ଟିମ୍ ବି ଭଲ ଟିମ୍, 3ଟା କପ୍ ନେଇଛି, ଭଲ ଲାଗେ। ଆପଣଙ୍କୁ କିଏ ଭଲ ଲାଗନ୍ତି KKR ଟିମ୍ ରେ? ଆଜ୍ଞା କେକେଆର ପୂର୍ବରୁ ଖେଳୁଥିଲା ଗୋଟେ ପ୍ଲେୟାର, ଗୌତମ ଗମ୍ଭୀର। ଗୌତମ ଗମ୍ଭୀର, ହଁ। ଯିଏ ଆପଣଙ୍କୁ 49 ରନ୍ ଅଲ୍ ଆଉଟ୍ କରିଥିଲେ। ସେଇ ଦୁଃଖ କଷ୍ଟ ଆମେ ଛାତିରେ କେତେ ଦିନ ଚାପିକି ରଖିବୁ? ତାଙ୍କ ଖେଳ ଆମକୁ, ଆମେ ତାଙ୍କ ଖେଳ ଦେଖୁନୁ। ତାଙ୍କ କଥା ଗୋଟେ କହିଥିଲେ, ଆମେ ସେଟା ମନେ ରଖିଛୁ। କି କଥା ସେ କହିଥିଲେ? ଆଜ୍ଞା କହିଥିଲେ 1 ଛକ୍କେ ନେ ୱାର୍ଲଡ କପ୍ ନିଏ ଜିତା। ସେଇ କଥାଟା ଭାରି ମତେ ଭଲ ଲାଗିଲା, ଆମ ହୃଦୟକୁ ଟଚ୍ କରୁଛି। ସେ କଥାଟା ଆମେ ଭାରି ମନେ ରଖିଛୁ। ତାହେଲେ ଆପଣ ଧୋନିଙ୍କୁ ହେଟ୍ କରନ୍ତି? ନା ନା ଧୋନି ଏଡେ ବଡ ପ୍ଲେୟାର, ଆମେ ତାଙ୍କୁ ହେଟ୍ କରୁନୁ। ଆଉ ତାହେଲେ କାହିଁକି ଆପଣଙ୍କୁ ସେଇଟା ଭଲ ଲାଗିଲା? ଏଇ ଡାୟଲଗ ଟା ଆମକୁ ଭଲ ଲାଗେ। ଧୋନି କି କିଏ କହିଲା ଭଲ ଲାଗେ? ଧୋନି ଭଲ ଲାଗେ, କିନ୍ତୁ ଏଇ ଡାୟଲଗ ଟା ଭଲ ଲାଗିଲା, 1 ଛକ୍କେ ନେ ୱାର୍ଲଡ କପ୍ ନିଏ ଜିତା। ଡାଇଲଗ୍ ଟା ଆପଣଙ୍କୁ ଭଲ ଲାଗିଲା? ଆଜ୍ଞା ଆଚ୍ଛା ଆଜ୍ଞା ଚଳିତ ବର୍ଷ IPL ରେ ରାଜସ୍ଥାନର କ୍ୟାପ୍ଟେନ ରିୟାନ ପରାଗକୁ ପଡିଆ ଭିତରକୁ ଜଣେ ଲୋକ ଆସିକି ମୁଣ୍ଡିଆ ମାରୁଥିଲେ, ତାକୁ ଦେଖିକି ଆପଣଙ୍କୁ କଣ ଲାଗିଲା? ଆଜ୍ଞା ଦେଖିଛି କଣ, ଆମେ ସେ ଯୋଉ ଲୋକଟା ମୁଣ୍ଡିଆ ମାରିଗଲା, ହୁଁ ସିଏ ଆମ ଯୋଉ ରହିଛି ଦର୍ଶକ ସମାଜ, ହୁଁ ସେ ଦର୍ଶକ ସମାଜରେ ଆମ ସାଙ୍ଗର ଗୋଟେ ପିଲାଟା। ଆପଣଙ୍କ ଟୋକା? ହଁ ଆମେ ମିଶି ମୁଶାକି ସେ ଥିଲୁ, ଷ୍ଟାଡିୟମରେ ଥିଲୁ। ସେ ରିୟାନ ପରାଗ ସାରଙ୍କର ଫୋନ ଆସିଲା। ଆପଣଙ୍କୁ ଫୋନ କଲେ? ଆଜ୍ଞା ମତେ ଆସିଲା, ଏଠି ମୁଁ ଦେଖୁନାହାନ୍ତି ନମ୍ବର ଅଛି, କାଲି ଦେଖେଇଦେବି, ମୋବାଇଲ ଅଛି, ନମ୍ବର ଅଛି ରିୟାନ ପରାଗ। ସେ ଫୋନ କଲେ କି କହିଲେ ନାଇଁ ଗୋଟେ ପିଲାଟେ ଦରକାର, ହୁଁ ଯେତେ ଯାହା ସଫଳ ନବ ସିଏ ଯାହା ବି ତମ ଦରକାର। 4-5ଟା ସଫଳ ପାଇଁ? ହଁ ଦେବି, କିନ୍ତୁ ଷ୍ଟାଡିୟମ ଭିତରେ ପଡିଆ ଭିତରେ ଆସିକି ଗୋଟେ ମୁଣ୍ଡିଆଟେ ମାରିବ, କାରଣ ଏବେ ଟିକେ କ୍ରେଜ ଦରକାର ତାଙ୍କର ତ। ହୁଁ ଆଉ ପିଲାଟା ସଫଳ ପାଇଲା, ଗଲା ମୁଣ୍ଡିଆ ମାରିଦେଇ ପଳେଇଲା, ତାର କଣ ଅଛି? ନହେଲେ ଆଜ୍ଞା ରିୟାନ ପରାଗ ଆପଣ କିଏ ମୁଣ୍ଡିଆ ମାରିଦେବା ଦେଖିଛନ୍ତି? ଆପଣଙ୍କୁ ରିୟାନ ପରାଗ କେମିତି ଲାଗନ୍ତି ପ୍ଲେୟାର ହିସାବରେ? ବାଳ ନା
আর ରିୟାନ ପରା ସେ କି ପ୍ଲେୟାର ହବ ଭଲ ଲାଗନ୍ତିନି ଆପଣଙ୍କୁ? ନା ସେ କି ପ୍ଲେୟାର ପ୍ଲେୟାର କଣ ସେ ଆଚ୍ଛା ଚନ୍ଦନ ବାବୁ, ଆଜ୍ଞା ଓଡ଼ିଶାରେ ଜଣେ ଆରସିବି ଫ୍ୟାନ୍ ହବା କେତେ କଷ୍ଟକର? ଆଜ୍ଞା କଷ୍ଟ କଣ କି ସକାଳୁ ଉଠିଲୁ ଟିମ୍ ହାରିଥିଲେ ଶୁଣିବୁ ହୁଁ ଆଉ ଯଦି ଟିମ୍ ବାଇଚାନ୍ସ ଜିତି ଗଲା ହୁଁ 18 ବର୍ଷ ଯାକ ଯେତିକି ଶୁଣିଛୁ ସେଇ ଗୋଟେ ଦିନ ଶୁଣିବୁ ଆଉ ନହେଲେ ପୋଲିସ ଷ୍ଟେସନ ଯିବୁ ଆଉ ପୋଲିସ ଷ୍ଟେସନ? ହଁ ପୋଲିସ ଷ୍ଟେସନ କାହିଁକି? କହୁଛି ଗୋଟେ କଥାଟା ଶୁଣୁ ଆଜ୍ଞା। ଏଇ ପରଦିନ କଲେଜ ଯାଇଥିଲୁ ହୁଁ ଆମ ପ୍ରିନ୍ସିପାଲ କ୍ଲାସ କରୁଥିଲେ ଆଜ୍ଞା। କଣ ଗୋଟେ ଏଲଏସଡି ରୁ ଚେନ୍ନାଇ ଜିତିଗଲା ଯେ ଆମ ପ୍ରିନ୍ସିପାଲ ଆସିକି କହିଲେ ଚେନ୍ନାଇ ଜିତିଗଲା ତାପରେ? ତାପରେ ଆଉ କଣ ଏଇଟା ତ ମୋ ମୁଣ୍ଡ ପିତ ଚଢିଗଲା ଆଉ ଏଇଟା ତ ତାପରେ ଚାଲିଲା ଆଉ ମହାଭାରତ ଆଉ ପୁରା ନିଘାତ ମାଡ଼ ହେଲା ଆଉ ଆପଣ ବାଡେଇଲେ ପ୍ରିନ୍ସିପାଲଙ୍କୁ? ହଁ ନିହାତି ପ୍ରିନ୍ସିପାଲ କି ପ୍ରିନ୍ସିପାଲ ଚେନ୍ନାଇ ପିଲା ଯିଏ ହେଇଥିବ ସେ ପ୍ରିନ୍ସିପାଲ ହେଲେ ଛାଡା ହବ ପିନ୍ଧେଇଛୁ ତେବେ ଦର୍ଶକଗଣ, ଇଏ ଥିଲେ ଶ୍ରୀମାନ ଚନ୍ଦନ ବାବୁ, ଯିଏକି ଜଣେ ଆରସିବି ଫ୍ୟାନ୍ ଥିଲେ। ତେବେ ୟାଙ୍କ କଥା ଶୁଣି ଆପଣଙ୍କୁ କଣ ଲାଗୁଛି? କଣ ଇଏ ଜଣେ ପ୍ରକୃତ ଆରସିବି ଫ୍ୟାନ୍? ଆପଣଙ୍କ ମତାମତ କମେଣ୍ଟ ସେକ୍ସନରେ ଜଣାନ୍ତୁ।